ହ୍ୟାଲୋ ହାय ନମସ୍କାର। ଆଜିର ଭିଡିଓକୁ କଟକ ସିଏସି ର ସ୍ୱାଗତ। ଆଜି ଆମେ ଜାଣିବା ମୁଁ ମାନେ ସୁଭଦ୍ରା ପଇସା ଯୋଉମାନଙ୍କର ଆସିନି କଣ ପାଇଁ ଆସିନି, ତାଙ୍କର ଅସୁବିଧା କଣ ହେଇଛି, କୋଉଥିପାଇଁ ତାଙ୍କର ଆସିଲାନି। ଯେଉଁ ଯୋଉ ବ୍ୟାଙ୍କ ଗୁଡାରେ ସବୁ ପ୍ରୋବ୍ଲେମ ହେଇଛି 9 ତାରିଖରୁ ପଇସା ଆସିଲାଣି, କିନ୍ତୁ ବ୍ୟାଙ୍କ ଅଫ ଇଣ୍ଡିଆ, ଏସବିଆଇ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାଡା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ସୁଭଦ୍ରା ର ଷ୍ଟାଟସ ଚେକ୍ କଲା ବେଳକୁ ଦେଖଉଛି ମାନେ ପଇସା ଅଣ୍ଡର ପ୍ରୋସେସ ପ୍ରାୟ ଅଛି, ତାପରେ ପଇସା ଅଲରେଡି ପଳେଇ ଆସିଛି କିନ୍ତୁ ଆକାଉଣ୍ଟ କୁ ଆସିନି। ଏଇଭଳିଆ ଟ୍ରବୁଲ ସବୁ ଯାକ ଦେଖିବାକୁ ମିଳୁଥିଲା 2 ଦିନ ହେଲାଣି। କାହିଁକି ନା ଦେଖନ୍ତୁ ଛୁଟି ଥିଲା ବ୍ୟାଙ୍କ, ତ ବ୍ୟାଙ୍କ ର ସର୍ଭର ଠିକ ଠାକ କାମ କରୁନଥିଲା। ତ ସେଥିପାଇଁ ପଇସା ଆସିଛି ବୋଲିକା ପ୍ରାୟ ସୁଭଦ୍ରା ଷ୍ଟାଟସ ରେ ଚେକ୍ କଲାଠୁ ଦେଖଉଛି ଥାର୍ଡ କିସ୍ତି ଅଲରେଡି ପଳେଇ ଆସିଲାଣି, କିନ୍ତୁ ଏକାଉଣ୍ଟ ରେ ସେଟା ଶୋ ହଉନଥିଲା। ତ ଆଜି ଫାଇନାଲି ପ୍ରାୟ ଲୋକଙ୍କର ପଳେଇ ଆସିଛି। ମୁଁ ସକାଳୁ ନିଜେ ଦେଖି ସାଇଲିኝ। ମୁଁ ସେଇ ଯୁଗୁରୁ 2 ଦିନ ହେଲା ଭିଡିଓ ପକେଇ ନଥିଲି ଯେ କଣ ଆକ୍ଚୁଆଲି ପ୍ରୋବ୍ଲେମ ରହୁଛି ଦେଖିବା, ଆଉ କେମିତି କୋଉ ସବୁ ଲୋକ ପାଉଛନ୍ତି କି ନାହିଁ, କି ଅଧା ଖଣ୍ଡିଆ ଲୋକ ପାଉଛନ୍ତି, ସେଇ ବିଷୟରେ ମୁଁ ଟିକେ ଆଗେ ନିଜେ ରିସର୍ଚ୍ଚ କରିକି ତାପରେ ଯାଇ ଭିଡିଓଟିକୁ ବନେଇଲି। ଆଉ ପ୍ରଥମରୁ ଲାଷ୍ଟ ଯାଇକି ଭିଡିଓଟିକୁ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଆଉ ନହେଲେ କିଛି ବୁଝିପାରିବେନି, କୋଉଠି ଯଦି ଗୋଟେ ଲାଇନ ବି ଯଦି ଛାଡିଯିବେ ପୁଣି ଯଦି ପଇସା ପାଇବାର ଥିବ ବି ଆପଣ ଆଉ ପାଇବେନି। ତ ଫାଷ୍ଟ କଥା ହେଲା କୋଉ ମାନଙ୍କର ପଇସା ଏଇ ସବୁ ଆକାଉଣ୍ଟ କୁ ଆସିଲା କିନ୍ତୁ ଲେଟ ରେ ଆଇଲା। ଆଉ ବି ପ୍ରାୟ ଲୋକ ଅଛନ୍ତି ଯୋଉମାନେ ସେକେଣ୍ଡ କିସ୍ତି ପାଇଛନ୍ତି କିମ୍ବା ଥାର୍ଡ କିସ୍ତି ସେମାନଙ୍କର ଆସିନି। ତ ସେଟା କଣ ପାଇଁ ହେଇଛି? କାହିଁକି ନା ତାଙ୍କର ଯୋଉ ମାନଙ୍କର ସବୁ ରାସନ କାର୍ଡ ଥିଲା, ତ ସେ ସବୁ ଡିଲର ପାଖରୁ ଗୋଟେ ଲେଖା ନୋଟିସ ପାଇଥିଲେ। ତ ସେ ନୋଟିସ କାହିଁକି ପାଇଛନ୍ତି? ସେ ଯେହେତୁ ଆଇଟି ରିଟର୍ନ ତାଙ୍କ ଫ୍ୟାମିଲିର କିଏ ଜଣେ ଆଇଟି ରିଟର୍ନ ଯେହେତୁ ଫାଇଲ କରୁଥିଲେ, ସେଇଥିପାଇଁ ତାଙ୍କ ପାଖକୁ ସେ ନୋଟିସଟି ଆଇଛି। ତ ସେ ନୋଟିସଟି ଯୋଉ ଆଇଛି, ତ ସେଥିପାଇଁକା ବି ପ୍ରାୟ ଲୋକଙ୍କର ସୁଭଦ୍ରା ପଇସା ହେଇକି ଆସିନି। ତ ଯଦି ସେମାନେ ଆଗାମୀ କ୍ଷେତ୍ରରେ ସୁଭଦ୍ରା ପଇସା ଯଦି ପାଇବାକୁ ଚାହୁଁଛନ୍ତି, ତ ଯାହା ନାଁରେ ନୋଟିସଟି ଆଇଛି, ତ ତାକୁ ପ୍ରଥମେ ନିଜ ରାସନ କାର୍ଡ ରୁ କାଟନ୍ତୁ। ତାଙ୍କ ନାଁଟିକୁ କାଟି ସାଇଲା ପରେ ରାସନ କାର୍ଡ ରୁ, ତାପରେ ଯାଇ ଆପଣଙ୍କର ସୁଭଦ୍ରା ପଇସା ଆସିବ। ତ ସେଇଥିପାଇଁ ବି ପ୍ରାୟ ଲୋକଙ୍କର ଏଇଟା ଆସିନି, ଏଇ ଇନଷ୍ଟଲମେଣ୍ଟ ଟା ଆସିନି, ଥାର୍ଡ ଇନଷ୍ଟଲମେଣ୍ଟ ଟା। ତ ପ୍ରାୟ ଅଛି ଇଲିଜିବୁଲ କ୍ରାଇଟେରିଆରେ ଅଛି, ତଥାପି ଆସିନି। ତ ସେଇ ମାନେ ଯୋଉମାନଙ୍କର ରାସନ କାର୍ଡରେ ନାଁ ସବୁ ଆଇଟି ରିଟର୍ନ ଫାଇଲ ଯୋଉ ଅଛି, ସେଇଥିପାଇଁକା ଆସିନି। ତାଙ୍କ ନାଁଟିକୁ ଏଥର କାଟି ଦିଅନ୍ତୁ। ଆଗାମୀ ଫୋର୍ଥ ଇନଷ୍ଟଲମେଣ୍ଟ ବେଳକୁ ଏକାଥରେ ଆପଣଙ୍କର 10,000 ଆସିଯିବ। ତ ବାକି ରହିଲା ରାସନ ସଇଲା। ତ ବାକି ରହିଲା ଆପଣଙ୍କର ଯୋଉ ବ୍ୟାଙ୍କର ପ୍ରାୟ ଲୋକ ଅଛନ୍ତି, କେୱାଇସି ଭାବୁଛନ୍ତି ସିଏ ହେଇଯାଇଛି। ଆରେ ଭାଇ, ଏକାଉଣ୍ଟ ମାନେ ଆଧାର କାର୍ଡ ଦେଇକି ଗୋଟେ ଲୋକ 100ଟା ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବ, କିନ୍ତୁ ଆଧାର ଗୋଟିଏ ସାଙ୍ଗରେ ଲିଙ୍କ ରହିବ, ଆଉ ଗୋଟିଏ ସାଙ୍ଗରେ ଡିବିଟି ହେଇପାରିବ, ଆଉ ଗୋଟିଏ ସାଙ୍ଗରେ ହିଁ ମାନେ ପ୍ରପର କେୱାଇସି ହେଇକିନା ରହିବ। ତ ସେ ବ୍ୟାଙ୍କରେ ଆପଣ ଯାଇକି ଆଉ କେୱାଇସି କହିହବନି ସେମିତି କୋଉ ମାସରେ କଟିବ। ହୁଏତ କାହାର ମାସେକରେ କଟି ଯାଇପାରେ, ହୁଏତ କାହାର 2 ମାସରେ କଟି ଯାଇପାରେ, କି ହୁଏତ 6 ମାସ ଯାଏ ରହିପାରେ, କି 2 ବର୍ଷ ଯାକେ ବି ରହିପାରେ ଗୋଟେ କେୱାଇସି। ତ ସେଟା ପ୍ରତି 6 ମାସରେ ଥରେ ଯାଇ କେୱାଇସି କରାଇବାଟା ନିହାତି ଆବଶ୍ୟକ। ତ ଯେଉଁମାନେ ନ କରିଛନ୍ତି, ଯାଇକିନା ତାଙ୍କ ଆକାଉଣ୍ଟକୁ ବି ପ୍ରାୟ ପଇସା ଆସିନି। କାହିଁକି ନା ସେମାନେ ତ ସେକେଣ୍ଡ କିସ୍ତି ବେଳେ କରେଇ ଦେଇଥିଲେ, ମାଇଣ୍ଡରେ ରଖୁଛନ୍ତି ଯେ ଆମର ତ ହେଇଛି ଆମେ ଆଉ କରିବାନି, ଆମର ଆସିଯିବ ପଇସା। ସେ ଭାବନାରେ ବି ଯୋଉମାନେ ରହିଛନ୍ତି ତାଙ୍କର ବି ଏଥର ଆସିନି। ତ ଯାଇକି ଆଗେ ବ୍ୟାଙ୍କରେ କେୱାଇସି କରାନ୍ତୁ, ଦେଖନ୍ତୁ, ୱେଟ କରନ୍ତୁ। ଯଦି ଏଥରେ ଯଦି କିଛି ବେଲେ ଆସୁନି, ତାହେଲେ ନେକ୍ସଟ ଫୋର୍ଥ ଇନଷ୍ଟଲମେଣ୍ଟ ବେଳକୁ ଦିଟାକ ପଇସା ଏକାଥରେ ମିଶିକି ଆସିବ। ତ ବ୍ୟସ୍ତ ହବାର କିଛି ଆବଶ୍ୟକ ନାହିଁ। ଏଇଟା ହେଲା ଗଭର୍ଣମେଣ୍ଟ ପଇସା, ଏଇଟା ଅଟୋମେଟିକ ଆସିବ। ମୋ ଆଉ ଏଇଟା ଆପଣଙ୍କର ଖାଲି ଏଇଆ, ଯେତିକି ମୁଁ ଜିନିଷ ଭିଡିଓ କରିବା ଆଗରୁ ମାନେ 2 ଦିନ ଆଗରୁ ବି ମୁଁ ଗୋଟେ ଭିଡିଓ ଟେ ପକେଇଥିଲି ମୋ ଚ୍ୟାନେଲରେ,
ଯୋଉଥିରେ କି ମୁଁ ସ୍ପଷ୍ଟ ଭାବେ କହିଥିଲି ଏଇ ଜିନିଷ ସବୁ ଯାକ ଚେକ୍ କରିକି ରଖିବେ। ତ ଯୋଉମାନେ କରିଥିବେ ତାଙ୍କର ଆସିଥିବ, ଯୋଉମାନେ ନ କରିଥିବେ ତାଙ୍କର ପେଣ୍ଡିଂ ହେଇ ରହିଯାଇଥିବ। ତ ଯଦି ବି କିଛି ଅସୁବିଧା ନାହିଁ, ଯଦି ବି ଏ କିସ୍ତିଟା ଆପଣ ପାଉନାହାନ୍ତି, ଏ ଫୋର୍ଥ ଇନଷ୍ଟଲମେଣ୍ଟ ଆସିବା ପୂର୍ବରୁ ଆପଣ ସବୁ ଚେକ୍ ଚାକ୍ କରିକିନା ରଖନ୍ତୁ। ତାପରେ ଆପଣଙ୍କର ଅଟୋମେଟିକ ଫୋର୍ଥ ଇନଷ୍ଟଲମେଣ୍ଟ ଆସିବା ପୂର୍ବରୁ ଆପଣ ଯଦି କେୱାଇସି ଫେୱାଇସି ଯଦି ସବୁ ରେଡି ରାଡି କରିକି ଯଦି ରଖିଲେ, ଯଦି ରାସନ କାର୍ଡ ରୁ ଆଇଟି ରିଟର୍ନ ଯଦି ନୋଟିସ ଆଇଛି, ତାହେଲେ ଆଇଟି ରିଟର୍ନ ଯୋଉମାନେ ଫାଇଲ କରୁଛନ୍ତି ତାଙ୍କ ନାଁ ଟାକୁ ଯଦି ଆପଣ କାଟିକିନା ଯଦି ସବୁ ଆପଣଙ୍କର ଯଦି ରେଡି କରିକି ଯଦି ରଖିଲେ, ତାହେଲେ ଅଟୋମେଟିକ ଫୋର୍ଥ ଇନଷ୍ଟଲମେଣ୍ଟ ବେଳକୁ ଆପଣଙ୍କର ଦିଟା ଯାକ କିସ୍ତିର ପଇସା ଆଟ ଏ ଟାଇମ ଆସିଯିବ। ତ ଆଜିର ଭିଡିଓ ଏତିକି ଥିଲା। ଭିଡିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଯଦି କିଛି ଆପଣଙ୍କର ହେଲ୍ପଫୁଲ ହେଇଥିବ ତ ମତେ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଆପଣ ଭିଡିଓ ଦେଖୁଛନ୍ତି କିନ୍ତୁ ଚ୍ୟାନେଲଟିକୁ ସବସ୍କ୍ରାଇବ କରୁନାହାନ୍ତି, ସବସ୍କ୍ରାଇବ କରନ୍ତୁ। ଆମକୁ ଏମିତି ଆହୁରି ଇନଫର୍ମେଟିଭ ଭିଡିଓ ବନେଇବା ପାଇଁ ମୋଟିଭେସନ ମିଳିବ। ତ ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଆଉ ଏଇ ସବୁ ବ୍ୟାଙ୍କ ପ୍ରାୟ ଯୋଉ 2 ଦିନ ହେଲା ହିଁ ଯୋଉ ଭଳିଆ ମାନେ ପ୍ରୋବ୍ଲେମ ଦେଖିବାକୁ ମିଳୁଥିଲା, ଆଜି ସକାଳୁ ମୁଁ ଦେଖି ସାଇଲିଣି ଯୋଉମାନଙ୍କର 2 ଦିନ ହେଲା ଦେଖଉନଥିଲା କି ତାଙ୍କର ଆସିଛି କି ଆସିନି, କିନ୍ତୁ ସେମାନଙ୍କର ଆଜି ସବୁ ପଳେଇ ଯାଇଛି। ପ୍ରାୟ ଲୋକଙ୍କର ପଳେଇ ଯାଇଛି ମୁଁ ଦେଖିବାରେ, ଚେକ୍ କରିବାରେ। ତେଣୁକରି ଆପଣଙ୍କର ବି ଯଦି ଆସିନଥିଲା, ଆପଣ ଯାଇକି ଥରେ ନିୟରେଷ୍ଟ ଜନସେବା କେନ୍ଦ୍ରରେ ଯାଇ ଚେକ୍ କରନ୍ତୁ କିମ୍ବା ବ୍ୟାଙ୍କକୁ ଯାଇ ଚେକ୍ କରନ୍ତୁ। ଆଉ ଯଦି ନ ଆସିଛି ଓରିଡ୍ ହବାର କିଛି ଆବଶ୍ୟକ ନାହିଁ। ମୁଁ ଯୋଉ ଯୋଉ କାମ ଗୁଡା ସବୁ କହିଲି ଆପଣ ସେଇଗୁଡା ସବୁ କରନ୍ତୁ। ନେକ୍ସଟ ଫୋର୍ଥ ଇନଷ୍ଟଲମେଣ୍ଟ ବେଳକୁ ଆପଣଙ୍କର ସିଓର 100% ଆସିଯିବ। ତ ଏବେ ଯାଇକିନା ଆଗେ ପ୍ରଥମେ ଥାର୍ଡ କିସ୍ତି ଆସିଛି କି ନାହିଁ ସେଇଟା ଆପଣ ଚେକ୍ କରନ୍ତୁ। ଯଦି 2 ଦିନ ହେଲା ଚେକ୍ କରୁଥିଲେ ଦେଖୁଥିଲେ ପଇସା ଆସିନି, ଆଜି କିନ୍ତୁ ମୋଷ୍ଟଲି ଆସିଯାଇଥିବ। ଆଜି ଯାଇକି ଦେଖନ୍ତୁ। 2 ଦିନ ହେଲା ଟ୍ରେଜେରୀ ବନ୍ଦ ଥିଲା, ପ୍ରାୟ ଡିବିଟି ହେଇଛି କିନ୍ତୁ ଆକାଉଣ୍ଟକୁ ଆସି ନଥିଲା, କିନ୍ତୁ ଆଜି ସବୁ କ୍ଲିୟର ହେଇଯାଇଥିବ। ତ ଯାଇକି ଥରେ ଚେକ୍ କରନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏମିତି ଇନଫର୍ମେଟିଭ ଭିଡିଓ ଆମେ ସବୁବେଳେ ଆପଣଙ୍କ ପାଖରେ ପହଞ୍ଚଉଥିବୁ। ରହୁଛି, ଜୟ ଜଗନ୍ନାଥ।